କାଲି ତ ସ୍ନାନ ପୂର୍ଣ୍ଣମୀ। ସ୍ନାନ ପୂର୍ଣ୍ଣମୀର ହାର୍ଦ୍ଦିକ ଶୁଭେଚ୍ଛା ସମସ୍ତଙ୍କୁ। ଆଉ କାଲି ସବୁ କଣ କଣ ସବୁ ରିଚୁଆଲ ଆପଣ ମାନେ କରିବେ, ଆଜି ଜମା ବି ଭିଡିଓକୁ ସ୍କିପ୍ କରିବେନି। ଆଜି ବହୁତ ବଢିଆ ବଢିଆ ଟିପ୍ସ ଆଣିଛି। ଆଉ ସବୁ ପୂର୍ଣ୍ଣମୀରେ ଆପଣ ମାନେ ଏ ରିଚୁଆଲ ଗୁଡିକ ସବୁ କରିପାରିବେ। କାଲି ତ ପ୍ରଭୁ ସ୍ନାନ କରିବେ। ଆପଣ ବି କେମିତି କଣ ସ୍ନାନ କଲେ ଆମ ଘରକୁ ମା ଲକ୍ଷ୍ମୀ ଆସିବେ, ଆଉ ଟଙ୍କାର ସୁଅ ଛୁଟିବ, ବହୁତ ଟଙ୍କା ଆସିବ। କଣ କରିବା ନା, ଫାଷ୍ଟ ମୁଁ ସକାଳ ସକାଳ ରିଚୁଆଲ ଗୁଡାକ କହୁଛି। ପୂର୍ଣ୍ଣମୀରେ ଆପଣ ମାନେ ସକାଳୁ ଯେତେବେଳେ ଗାଧେଇବାକୁ ଯାଉଛନ୍ତି, ସେତେବେଳେ ଆପଣ ମାନେ କଣ କରିବେ ନା, ଯୋଉ ଗାଧଉଛନ୍ତି ଯୋଉଥିରେ, ସେଥିରେ ଆପଣ ମାନେ କିଛି ଲୁଣ ପକେଇବେ, ହଳଦୀ ପକେଇବେ, ଗଙ୍ଗା ଜଳ ପକେଇକି ସ୍ନାନ କରିବେ। କଣ ପକେଇଲେ ପକାନ୍ତୁ, ନହେଲେ କିନ୍ତୁ ଲୁଣ ଲୁଣ ଫାଇନାଲ ପକେଇକି ଗାଧେଇବେ। ଆଉ ତାପରେ ସବୁ ଘରକୁ ଆପଣ ମାନେ ଲୁଣ ପକେଇକି ପୋଛା ମାରିବେ ପୂର୍ଣ୍ଣମୀରେ। ତାପରେ ପୂର୍ଣ୍ଣମୀର ସନ୍ଧ୍ୟାରେ ଆପଣ ମାନେ କଣ କରିବେ ନା, ତାପରେ ଦିନରେ କଣ କରିବେ ନା, ଆପଣଙ୍କର ଯେତେ ଅଳିଆ ଅସନା ଅପରିଷ୍କାର ରୋଷେଇ ଘର, ଖାଲି ଡବା ବୋତଲ, ଖାଲି ବୋତଲ, ଆଉ ଛିଣ୍ଡା ଚପଲ, ଛିଣ୍ଡା ଅଖା, ଯେତେ ଅସନା ମସନା ସବୁ ଘର ଝଡାଝଡି କରି ସବୁ ସଫାସୁତୁରା କରିଦେବେ। ସବୁ ସଫାସୁତୁରା କରିଦେବେ, ତାପରେ ତାକୁ ଲୁଣରେ ପୋଛା ପୋଛି ସବୁ ଘର କରିଦେବେ। ତାପରେ ସନ୍ଧ୍ୟାରେ ଆପଣ ମାନେ କଣ କରିବେ ନା, ଯେମିତି ଆପଣ ମାନେ ଝୁଣା ଧୂପ ଘରେ କତାର ଧୂଆଁ ଦଉଛନ୍ତି, ଝୁଣା ଧୂପ ସବୁଆଡେ ବୁଲଉଛନ୍ତି, ସେମିତି ପୂର୍ଣ୍ଣମୀ ଦିନ ରାତିରେ ଆପଣ ମାନେ କଣ କରିବେ ନା, ଏମିତି ବଡ ଷ୍ଟିକ ବାଲା ନେଇଯିବେ, ଡାଲଚିନି କାଠ ନେଇଯିବେ। ଆପଣ ମାନେ ସବୁ ପୂର୍ଣ୍ଣମୀରେ ଡାଲଚିନି କାଠକୁ ଘରେ ବୁଲେଇବେ। ମୁଖ୍ୟ ଦ୍ୱାର ବୁଲେଇବେ, ତାପରେ ସବୁ ରୁମ ର ଦୁଆର ମୁହଁରେ ବୁଲେଇବେ, ସବୁ କୋଣରେ ବୁଲେଇବେ, ସବୁ ଘରେ ବୁଲେଇବେ, ସବୁଆଡେ ଡାଲଚିନି କାଠକୁ ଜଳେଇ ଦେବେ। ଜଳେଇକି ଲିଭେଇକି ଚାରିଆଡେ ବୁଲେଇ ଦେବେ। ଦେଖିବେ ମାନେ ଆପଣଙ୍କ ଘରକୁ ବହୁତ ଟଙ୍କା ଆସିବ, ଆଉ ମା ଲକ୍ଷ୍ମୀ ବହୁତ ଖୁସି ହେବେ। ଏଇଟା ଟଙ୍କାକୁ ଆକର୍ଷଣ କରିବାର ଗୋଟେ ପ୍ରକ୍ରିୟା, ମାନେ ବହୁତ ବଢିଆ ପ୍ରକ୍ରିୟା। ବହୁତ ବଡ ବଡ ମେଣ୍ଟର ମାନେ କହୁଛନ୍ତି। ଆଉ ମୁଁ ଶୁଣିଛି, ମୁଁ ତାଙ୍କ କ୍ଲାସ କରୁଛି, ସେଥିପାଇଁ ଆପଣ ମାନଙ୍କୁ କହୁଛି। ମୁଁ ପେମେଣ୍ଟ ଦେଇକି କ୍ଲାସ କରୁଛି, ଆପଣ ମାନଙ୍କୁ କହୁଛି। ଆପଣ ମାନେ ସତରେ ପାଳନ କରନ୍ତୁ। ଆପଣଙ୍କ ସାଙ୍ଗରେ ଚମତ୍କାର ହବ, ମ୍ୟାଜିକ ମିରାକିଲ ହବ। ପୂର୍ଣ୍ଣମୀ ରିଚୁଆଲ ରେ ଯାହା ବି ହେଲେ ଗୋଟେ ଦିଟା ଆପଣ ମାନେ ନିୟମ କରିବେ, ଆଉ ବହୁତ ବେନିଫିଟ ପାଇବେ। ତାପରେ କଣ କରିବେ ନା, ପୂର୍ଣ୍ଣମୀ ଦିନ ରାତିରେ ଚନ୍ଦ୍ର ଆଲୋକରେ ଆପଣ ମାନେ ଛାତ ଉପରେ ହଉ କି ବାହାରେ ହଉ ଟିକେ ୱାକ୍ କରିବେ। କାରଣ ଚନ୍ଦ୍ରଙ୍କର ଆକର୍ଷଣ ଶକ୍ତି ବହୁତ ଥାଏ। ଆମେ ଚନ୍ଦ୍ରଙ୍କ ଲାଇଟ ରେ ୱାକ୍ କଲେ ମାନେ ଆମେ ଚନ୍ଦ୍ରଙ୍କ ଠାରୁ ବହୁତ ପଜିଟିଭିଟି ପାଇଥାଉ, ଆଉ ବହୁତ ସକାରାତ୍ମକ ଏନର୍ଜି ପାଇଥାଉ, ଆମେ ବହୁତ ସୁସ୍ଥ ହେଇଥାଉ। ସେଥିପାଇଁ ଚନ୍ଦ୍ରଙ୍କ ଲାଇଟ ରେ ଟିକେ ୱାକ୍ କରିବା। ତାପରେ ଆପଣ ମାନେ ପୂର୍ଣ୍ଣମୀରେ ମାନେ ମେଡିଟେସନ କରିବେ, ଚନ୍ଦ୍ରଙ୍କ ଲାଇଟ ରେ ମେଡିଟେସନ କରିବେ। ମେଡିଟେସନ କରିକି ଆପଣଙ୍କ ଭିତରେ ସବୁ ନେଗେଟିଭ ଏନର୍ଜିକୁ ପୃଥିବୀ ମାତାଙ୍କୁ ଦେଇଦେବେ। ତାପରେ କଣ କରିବା ନା, ପୂର୍ଣ୍ଣମୀରେ ଏମିତି ଗୋଟେ ତେଜପତ୍ର ନେବେ। ଏମିତି ଏମିତି ତେଜପତ୍ର ଏମିତି 11ଟା ତେଜପତ୍ର ନେବେ। ଆଉ କଣ କରିବେ ନା, ଆପଣଙ୍କର ଗୋଟେ ୱିଶ କୁ ଆପଣ ମାନେ 11 ଥର ଲେଖିବେ। 11ଟା ତେଜ ପତ୍ରରେ ଆପଣଙ୍କ ୱିଶ କୁ 11 ଥର ଲେଖିବେ। ଫାଷ୍ଟ ତେଜ ପତ୍ରରେ ଲେଖିବେ ଥ୍ୟାଙ୍କ ୟୁ ୟୁନିଭର୍ସ। ଆପଣଙ୍କର ମନେକର ମୋର ଗୋଟେ ପାଟ ଶାଢୀ, ନାଲି ପାଟ ଶାଢୀ ଦରକାର, କି ଗ୍ରୀନ କଲର ର ପାଟ ଶାଢୀ ଦରକାର, ଲେଖିବେ ଥ୍ୟାଙ୍କ ୟୁ ୟୁନିଭର୍ସ, ମତେ ଗୋଟେ ଗ୍ରୀନ କଲର ର ପାଟ ଶାଢୀ ମିଳିଯାଇଛି। କି ଆପଣଙ୍କର ଆଉ ଗୋଟେ ୱିଶ ହେଲା, ଲେଖିବେ ଥ୍ୟାଙ୍କ ୟୁ ୟୁନିଭର୍ସ, ମତେ 1,00,000 ଟଙ୍କା ମିଳିଯାଇଛି। ମତେ 1,00,000 ଟଙ୍କା ମିଳିଯାଇଛି ବୋଲି ଆପଣ ମାନେ 11ଟା ତେଜପତ୍ରରେ ଲେଖିବେ। ଏଇ ଗୋଟିଏ ଦିନର ୱିଶ ଆପଣ ମାନେ କରିକି ଦେଖନ୍ତୁ, ଆପଣଙ୍କ ସାଙ୍ଗରେ ମ୍ୟାଜିକ ମିରାକିଲ ହବ। 11 ଥର ଲେଖିବେ ମତେ 1,00,000 ଟଙ୍କା ମିଳିଯାଇଛି ଥ୍ୟାଙ୍କ ୟୁ ୟୁନିଭର୍ସ ଲେଖିକି। ଆପଣ ମାନେ କଣ କରିବେ ନା, ଏମିତି 11 ଥର ଏମିତି ତେଜପତ୍ରକୁ ରେଡ ପେନ ରେ ଲେଖିବେନି, ପେନ ରେ ଲେଖିଲେ ତେଜପତ୍ର କଣା ହେଇଯିବ। ଭଲ ତେଜପତ୍ର ନେଇଥିବେ, ଖଣ୍ଡିଆ ମଣ୍ଡିଆ ହେଇନଥିବ। ଆଉ ଏଥିରେ ସ୍କେଚ ରେ ଲେଖିକି 11ଟା ତେଜପତ୍ରରେ ଲେଖିବେ। ତାପରେ ଲେଖି ସାରିଲା ପରେ ଏମିତି ଭିଜୁଆଲାଇଜେସନ କରିବେ କି ଆପଣଙ୍କୁ 1,00,000 ଟଙ୍କା ମିଳିଯାଇଛି। ଏମିତି ଟଙ୍କାର ବିଡାକୁ ଭାବିବେ, କହିବେ ଥ୍ୟାଙ୍କ ୟୁ ପ୍ରଭୁ, ମତେ 1,00,000 ଟଙ୍କା ମିଳିଯାଇଛି। ୱାଓ, ମତେ 1,00,000 ଟଙ୍କା ମିଳିଯାଇଛି। ଥ୍ୟାଙ୍କ ୟୁ ପ୍ରଭୁ, ମତେ ନାଲି ପାଟ ଶାଢୀ, ଗ୍ରୀନ ପାଟ ଶାଢୀ ମିଳିଯାଇଛି। ଆପଣଙ୍କର ଯେ କୌଣସି ୱିଶ କି ଆପଣ ମାନେ ମାନେ ଏମିତି 11 ଥର ଆପଣ ମାନେ ଭିଜୁଆଲାଇଜେସନ କରିବେ। ତାପରେ କଣ କରିବେ ନା, ଗୋଟି ଗୋଟିକିରି ଆପଣ ମାନେ ପୋଡିକି ଉଡେଇଦେବେ
ବ୍ରହ୍ମାଣ୍ଡରେ ସୃଷ୍ଟିରେ ଉଡେଇ ଦେବେ, ଏଇ ତେଜପତ୍ରକୁ ଉଡେଇ ଦେବେ ବ୍ରହ୍ମାଣ୍ଡରେ, ଛାତ ଉପରେ ଯାଇକି ଗୋଟେ ପ୍ଲେଟରେ କ୍ୟାଣ୍ଡେଲ ଲାଇଟ କି ଦିଆସିଲି ସହିତ ଉଡେଇ ଦେବେ। ଆଉ ଆପଣଙ୍କର ମାନେ ବ୍ରହ୍ମାଣ୍ଡକୁ ଚାଲିଯିବ, ଆପଣଙ୍କ ୱିଶ ଟା ଉପରକୁ ଚାଲିଯିବ, ମାନେ ପରମାତ୍ମାଙ୍କ ପାଖକୁ ଚାଲିଯିବ। କାରଣ ସେଦିନ ହାଇ ଫ୍ରିକ୍ୱେନ୍ସିରେ ଥାଆନ୍ତି, ମାନେ ପୂର୍ଣ୍ଣମୀ ଦିନ ଯେମିତି ଆମର ସମୁଦ୍ରରେ ବହୁତ ଜୋରରେ ଜୁଆର ଆସେ, ସେମିତି ଚନ୍ଦ୍ରଙ୍କର ଆକର୍ଷଣ ଶକ୍ତି ବହୁତ ଥାଏ। ଆମେ ଯାହା ମ୍ୟାନିଫେଷ୍ଟେସନ କରିଥାନ୍ତି, ଆମେ ଯାହା କରିଥାନ୍ତି ତାହା ପାଇଥାନ୍ତି, ଯାହା କରିଥାନ୍ତି ତାହା ପାଇଥାନ୍ତି। ସେଥିପାଇଁ ଆପଣ ମାନେ କେବେ ବି ଏ ଦିନକୁ ମିସ୍ କରନ୍ତୁନି। ଆଉ ସବୁ ସବୁ ମେଣ୍ଟର ମାନେ କହୁଛନ୍ତି, ମୁଁ ବି ଯେତେ ରିଚୁଆଲ କରିଛି ସବୁ ପୂର୍ଣ୍ଣମୀ ଦିନ ଷ୍ଟାର୍ଟ କରିଛି। ଆପଣ ବି ପୂର୍ଣ୍ଣମୀ ଦିନ ସବୁ ରିଚୁଆଲ ଷ୍ଟାର୍ଟ କରନ୍ତୁ। ମୋର ବହୁତ ମ୍ୟାନିଫେଷ୍ଟେସନ ପୂରଣ ହେଇଛି, ଆପଣ ବି କରିକି ଦେଖନ୍ତୁ। ଆପଣ 7 ଦିନ ଭିତରେ ରେଜଲ୍ଟ ପାଇବେ, ନହେଲେ 1 ମନ୍ଥ ଭିତରେ ଯେମିତି ହେଲେ ମାନେ ବ୍ରହ୍ମାଣ୍ଡ ଆପଣଙ୍କୁ ତାଙ୍କର କିଛି ବି ଦେଖେଇବେ, ଆଭାସ ଦେଖେଇବେ। ଆପଣ ମାନେ ନିହାତି କରନ୍ତୁ, ଆପଣଙ୍କୁ ୱିଶକୁ ତେଜପତ୍ର ଟେକ୍ନିକ ଟା ତ ଫାଇନାଲ କରନ୍ତୁ। ତାପରେ କଣ ପୂର୍ଣ୍ଣମୀ ଦିନ କଣ କରିବେ ନା, ଗୋଟେ କାଚ ଗ୍ଲାସ ରେ ପାଣି ନେଇଯିବେ, ନହେଲେ ଗୋଟେ କାଚ ବୋତଲରେ ପାଣି ନେଇକି ୱାଟର ଚାର୍ଜ କରିକି ଆପଣ ମାନେ ଛାତ ଉପରେ ଚନ୍ଦ୍ରଙ୍କ ଆଲୋକରେ ରଖିବେ। ତାକୁ ଅଫର୍ମ କରିବେ କଣ ନା, ପାଣିକି ଚାହିଁକି କହିବେ ଥ୍ୟାଙ୍କ ୟୁ। ଫାଷ୍ଟ ପାଣିକି ଚାହିଁକି ଫାଷ୍ଟ ଥ୍ୟାଙ୍କ ୟୁ କହିବେ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ମୋ ଜଳ ଦେବତା, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ମାଇ ମ୍ୟାଜିକାଲ ୱାଟର, ଥ୍ୟାଙ୍କ ୟୁ ମାଇ ଡିୟର ୱାଟର। ତୁମେ ଅଛ, ତୁମେ ବହୁତ ଏନର୍ଜେଟିକ, ତୁମକୁ ପିଇବା ଦ୍ୱାରା ମତେ 1 ଲାଖ ରୁପିଜ ମିଳିସାରିଛି, କି ମୋ ସ୍ୱପ୍ନର ଚାକିରି ମତେ ମିଳିଯାଇଛି, କି ମୁଁ, ଆପଣ ଯଦି ଅସୁସ୍ଥ ଥିବେ କହିବେ ମୁଁ ସୁସ୍ଥ ଅଛି, ମୁଁ ସୁସ୍ଥ ଅଛି, ମୁଁ ସୁସ୍ଥ ଅଛି, ଥ୍ୟାଙ୍କ ୟୁ ମାଇ ଡିୟର ମ୍ୟାଜିକାଲ ୱାଟର, ମୁଁ ସୁସ୍ଥ ଅଛି, ଥ୍ୟାଙ୍କ ୟୁ ମାଇ ଡିୟର ମ୍ୟାଜିକାଲ ୱାଟର, କି ମୁଁ ସୁସ୍ଥ ଅଛି। କି ଆପଣ ଚାହୁଁଛନ୍ତି ଆପଣଙ୍କର ଦରମା ମାସକୁ 1 ଲକ୍ଷ ଟଙ୍କା ହଉ, ଆପଣ ମାନେ ସେମିତି ପାଣିକି ଚାହିଁକି କହିବେ ଥ୍ୟାଙ୍କ ୟୁ ମାଇ ଡିୟର ମ୍ୟାଜିକାଲ ୱାଟର, ମୁଁ ମାସକୁ 1 ଲକ୍ଷ ଟଙ୍କା ଇନକମ କରୁଛି, କି ମାସକୁ 10 ଲକ୍ଷ ଟଙ୍କା ଇନକମ କରୁଛି, ଥ୍ୟାଙ୍କ ୟୁ ମାଇ ଡିୟର ମ୍ୟାଜିକାଲ ୱାଟର, ମୁଁ ମାସକୁ 10 ଲକ୍ଷ ଟଙ୍କା ଇନକମ କରୁଛି। କି ଆପଣ ଚାହୁଁଛନ୍ତି ସକ୍ସେସଫୁଲ ୟୁଟ୍ୟୁବର ହବା ପାଇଁ, ଆପଣ ମାନେ ସେମିତି ପାଣିକି ଚାହିଁକି ଫାଷ୍ଟ ଥ୍ୟାଙ୍କ ୟୁ କହିବେ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଆଇ ଲଭ ୟୁ, ଆଇ ଲଭ ୟୁ, ଆଇ ଲଭ ୟୁ ମାଇ ଡିୟର ମ୍ୟାଜିକାଲ ୱାଟର। ମୁଁ ଗୋଟେ ସକ୍ସେସଫୁଲ ୟୁଟ୍ୟୁବର ହେଇସାରିଛି, ମୁଁ ଗୋଟେ ସକ୍ସେସଫୁଲ ୟୁଟ୍ୟୁବର ହେଇସାରିଛି, ମୁଁ ୟୁଟ୍ୟୁବର ସିଲଭର ପ୍ଲେଟ୍ ପାଇସାରିଛି, ମୁଁ ୟୁଟ୍ୟୁବରୁ ସିଲଭର ପ୍ଲେଟ୍ ପାଇସାରିଛି। ଆପଣଙ୍କର ଯେକୌଣସି ଗୋଟେ ଇଚ୍ଛାକୁ ଆପଣ ମାନେ ପ୍ରେଜେଣ୍ଟ ଟେନ୍ସରେ ଆପଣ ମାନେ 21 ଥର କହିକି ସେ ପାଣିକି 21 ଥର ନହେଲେ 11 ଥର କହିକି ଆପଣ ମାନେ ସେ ପାଣିକି ସେମିତି ରଖିଦେବେ, ଛାତ ଉପରେ ରାତି ସାରା ରଖିଦେବେ। ବୋତଲର ଠିପି ଦେଇଦେବେ, ଧଳା ବୋତଲଟେ ନେଇଥିବେ ନହେଲେ କାଚ ଗ୍ଲାସ ନେଇଥିବେ, ତା ଉପରେ ଘୋଡଣୀ ଥୋଇଦେବେ, ରାତି ସାରା ଚନ୍ଦ୍ରଙ୍କ ଲାଇଟରେ ରଖିଦେବେ। ତାପରେ ସକାଳେ ସୂର୍ଯ୍ୟ ଆସିବା ପୂର୍ବରୁ ଆପଣ ମାନେ ତାଙ୍କୁ ଆଣିକି ସେମିତି ପୁଣି ଆଉଥରେ ଯୋଉ ଅଫର୍ମେସନ, ଯେକୌଣସି ଗୋଟିଏ ଅଫର୍ମେସନ, ସେଇ ଅଫର୍ମେସନକୁ ଆପଣ ମାନେ କହି କହି ସେ ପାଣି ପିଇଦେବେ। ତାପରେ ଆପଣ ମାନେ ଏ ରିଚୁଆଲ ଟା କରିଥିଲେ ବୋଲି ସମ୍ପୂର୍ଣ୍ଣ ଭୁଲିଯିବେ, ପୁରା ଲେଟ ଗୋ କରିଦେବେ। ଦେଖିବେ ଆପଣଙ୍କର ମ୍ୟାନିଫେଷ୍ଟେସନ ନିହାତି ପୂରଣ ହବ। ଆଉ ପୂର୍ଣ୍ଣମୀ ଟେକ୍ନିକ ଆପଣ ମାନେ କରନ୍ତୁ। କାଲି ତ ଦେବସ୍ନାନ ପୂର୍ଣ୍ଣମୀ, ଆଉ ପୂର୍ଣ୍ଣମୀ ଆଉ ଅମାବାସ୍ୟା ବ୍ରହ୍ମାଣ୍ଡ ଆଉ ପ୍ରକୃତି ମାତା ଆମ ପାଇଁ ଗୋଟେ ବରଦାନ ଭଳି ଆଣିଥାନ୍ତି। ଆମେ ଯାହାବି ଭଗବାନଙ୍କୁ କହିଥାଉ ତାହା ପାଇଥାଉ। ତେଣୁକରି ଆପଣ ମାନେ କେବେ ବି ଏ ଦିନକୁ ମିସ୍ କରନ୍ତୁନି। ଆଉ ମୋ ପ୍ରିୟର ଭାଇ ଓ ଭଉଣୀ ମାନେ, ଯଦି ମୋ ଭିଡିଓଟି ଆପଣମାନଙ୍କୁ ଭଲ ଲାଗିଥାଏ, ମୁଁ ଆପଣଙ୍କୁ ଧନ୍ୟବାଦ କରୁଛି, ଅନୁରୋଧ କରୁଛି ପ୍ଲିଜ ମତେ ଗୋଟେ ଲାଇକ୍ କରିଦିଅନ୍ତୁ, ମତେ ଗୋଟେ ସବସ୍କ୍ରାଇବ କରିଦିଅନ୍ତୁ, ମତେ ସପୋର୍ଟ କରନ୍ତୁ, ଯାହା ଫଳରେ କି ମୁଁ ଆଗକୁ ବଢି ପାରିବି, ଆଉ ଆପଣମାନଙ୍କ ପାଖରେ ମୋ ଭିଡିଓ ମଧ୍ୟ ପହଞ୍ଚି ପାରିବ। ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ, ଥ୍ୟାଙ୍କ ୟୁ ସୋ ମଚ୍।